ତତ୍କାଳୋଚିତ ଅପ୍ରାକୃତ ଦେହ ଦ୍ୱାରା ଅପ୍ରାକୃତ ଭାବ ସେବାକୁ ମଧ୍ୟ ପ୍ରାକୃତ ବୁଦ୍ଧି ଦୋଷରୁ କର୍ମୀଗଣ ନିଜର ଭୋଗ ପ୍ରାପ୍ତିର ଅନୁଷ୍ଠାନକୁ ବୁଝିବାକୁ ହେବ ହେଲା। ଆଚ୍ଛା କଥା ହଉଛି କଣ ଛାଡ଼ିଦେଲି। ତାହେଲେ ସେମାନଙ୍କର ଜଡ଼ ଭୋଗ ରାଜ୍ୟର ଭୋକ୍ତାର ଜଳୀୟ ଅଭିମାନ ଦୂର ହୋଇଥାଏ ଏବଂ ସେମାନଙ୍କର ଆତ୍ମାର ଇନ୍ଦ୍ରିୟରେ ନିତ୍ୟ କୃଷ୍ଣ ଦାସର ସ୍ମୃତି ପ୍ରାପ୍ତ ହୋଇଥାଏ। ତାହେଲେ ଭକ୍ତ ନିଜର ସଜିଦାନନ୍ଦମୟ ସ୍ୱରୂପ ନିତ୍ୟ ସେବା ବିଗ୍ରହ ତତ୍ତ୍ୱକୁ ଉପଲବ୍ଧି କରି ଅପ୍ରାକୃତ ଦେହରୁ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କର ସେବାର ଅଧିକାର ପ୍ରାପ୍ତ ହୁଏ। ତେଣୁ କଣ ହୁଏ ଯେ ସଜିଦାନନ୍ଦମୟ ସ୍ୱରୂପ ଯିଏ ନିତ୍ୟ ସେବା କିଏ ନିତ୍ୟ ସେବ୍ୟ କିଏ ସେବା ନୁହେଁ ନିତ୍ୟ ସେବ୍ୟ ବିଗ୍ରହ ତତ୍ତ୍ୱକୁ କିଏ ଭଗବାନ ଶ୍ରୀକୃଷ୍ଣଙ୍କୁ ସେ କଣ ସେବା କରିବା ଦ୍ୱାରା ଦୀକ୍ଷା କାଳରେ ଦୀକ୍ଷା ନେଲା ଗ୍ରହଣ କଲା ପରେ ଜ୍ଞାନ ଲାଭ କରି ସେ କଣ ସେବା କରି ଚାଲେ। ସେବା କରି ଚାଲିଲା ପରେ ଗୋଟେ ଉପଲବ୍ଧି ଆସିବ। ସେ ଉପଲବ୍ଧି ଯେତେ ଦୂର ଯେତେ ଅଧିକ ହେଇଚାଲିବ ସେତିକି ଜାଡିଏ ଧାରା କଣ ହବ ଦୂରୀଭୂତ ହବ। ହଉଛି ବୁଝିଗଲା ନା? ହଉଛି କି ହଉନି? ହଉନି କାହିଁକି ହଉନି? ଅନର୍ଥ ଅଛି। ଯାହାର ଯିଏ ଯେତେ ପରିମାଣ ଅନର୍ଥକୁ ନିବୃତ୍ତ କରିପାରିବ। ଅନର୍ଥ ମାନେ ଅପ୍ରয়োଜନ ବସ୍ତୁ ଦେହରେ। ଅପ୍ରୟୋଜନ ବସ୍ତୁ କଣ? ସବୁଠୁ ବଡ ଅପ୍ରୟୋଜନ ବସ୍ତୁ ହଉଛି କାମ। କାମ ନହେଲେ ବଞ୍ଚିଯିବ ମରିଯିବ। ମୁଁ କିନ୍ତୁ ମରିଗଲି କେତେ ସେଇ ଜିନିଷ କରିପାରିବ ଯେତେ ଯିଏ ବାହାର କରିପାରିବ। କିନ୍ତୁ କିଏ ବାହାର କଲେଣି? ଅନେକ ଭକ୍ତ ଅଛନ୍ତି ସେ ସେଇଟାକୁ ବି ମଧ୍ୟ ବାହାର କରିପାରନ୍ତି ହୃଦୟ। ଯିଏ ଯେତେ ପରିମାଣ ସେଇ ଜିନିଷଟାକୁ ପ୍ରଥମ ସେଇଟା ଯେତେ ବାହାର କରିପାରେ ସେତିକି ଭାବରେ ସେ ଆଗକୁ ବଢିପାରିବ। ଅସତୃଷ୍ଣା, ହୃଦୟ ଦୁର୍ବଲ୍ୟ, ତତ୍ତ୍ୱଭ୍ରମ ଏସବୁ ଏକ ଅନର୍ଥ। ଯିଏ ଯେତିକି ପରିମାଣ ଅନର୍ଥ ନିବୃତ୍ତି କରିପାରିବ ସେ ସେତିକି ପରିମାଣ ପ୍ରାକୃତ ଶରୀର କଣ କରିବ? ପ୍ରାକୃତ ଶରୀର ଦୂରୀ ରହିପାରିବ। ଏଇଟା ମନେ ରଖିଥା। ଆପଏଣ୍ଟମେଣ୍ଟ ହେଇଗଲାଣି ତ, ମନ ଚଞ୍ଚଳ ହେଲାଣି। ଭକ୍ତର ତତ୍କାଳୋଚିତ ଅପ୍ରାକୃତ ଦେହ ଦ୍ୱାରା ଅପ୍ରାକୃତ ଭାବ ସେବାକୁ ମଧ୍ୟ ପ୍ରାକୃତ ବୁଦ୍ଧି ଦୋଷରୁ କର୍ମୀଗଣ ନିଜର ଭୋଗ ପ୍ରାପ୍ତିର ଅନୁଷ୍ଠାନକୁ ବୁଝିବାକୁ ହେବ। ମାନେ ସେ କଣ କରୁଛନ୍ତି ନା କର୍ମୀଗଣ ଉଲ୍ଟା ବୁଝନ୍ତି। କଣ ସେ ଭାତ ରୋଷେଇ ହେଇଗଲା ସବୁ କଲା ଆଉ କଣ ଏମିତି ଦିବ୍ୟ ହେଇଗଲା ନା ବଢିଗଲା ନା ନେଳିଆ କାଳିଆ ହେଇଗଲା ନା? ଯୋଉ ଭାତ ସବୁ ଡାଲି ସେଇଆ ଅଛି ନା ନାଇଁ? ଗଙ୍ଗା ମାତାଜୀ କିଛି ପରିବର୍ତ୍ତନ ହେଇଛି ଭୋଗ ରହିଲା ପରେ? ରଙ୍ଗ କାହିଁକି ନା ସେ ବାହ୍ୟଟା ଦେଖନ୍ତି। କିଏ? ଯୋଉମାନେ ପ୍ରାକୃତ ବୁଦ୍ଧିଯୁକ୍ତ ଲୋକ ସେମାନେ ବାହ୍ୟ ଦର୍ଶନ କରନ୍ତି। ସେଇ ପ୍ରାକୃତ ସେଇ ଯୋଗୁଁ ତାର ଅସୁବିଧା ହୁଏ। ବୁଝିପାରିଲେ ନା? ସେ ଅନ୍ତର୍ଦୃଷ୍ଟି ଦେଖିପାରନ୍ତିନି। ମାନେ ଗୋଟେ ଘଟଣା ଯେ ବେଳେ ଭାଇ ଭଉଣୀ କାନ୍ଧରେ ହାତ ପକେଇ ଯାଆନ୍ତି ନା ଯାଆନ୍ତିନି? ଯାଆନ୍ତି ନା ନାଇଁ? ମୋର ଗୋଟେ ଭଉଣୀ ସେ ତା ନା ଠୁକୁରି। ସିଏ ହଉଛି ଆମର ବଡବାପା ଝିଅ ଭଉଣୀ। ମୋଠୁ ଅଳ୍ପ 6-7 ମାସ ଖଣ୍ଡେ ସାନ ହବ, ପାଖାପାଖି 8-9 ମାସ ସାନ ହବ। ଆଉ ସେ ମୁଁ ଗୋରା, ସେ କାଳିଆ ଦେଖିବା ପାଇଁ, ଶ୍ୟାମଳ ବର୍ଣ୍ଣ ଦେଖିବା ପାଇଁ। ତେଣୁ ତାର ମୁଁ ହଉଛି ପ୍ରାଣ। ମୋର ଟିକେ ଘା ହେଇଗଲେ ତାର ଗଲା, ତା ଆଉ ସହିପାରିବନି। ମାନେ ଏତେ ଆମେ ଅନ୍ତର। ଆଉ କେହି କାହାକୁ ନ ଦେଖିଲେ ବାଉଳା। କିନ୍ତୁ ଗଣ୍ଡଗୋଳ ଆରମ୍ଭ ହେଇଯିବ 2-3 ମିନିଟରେ ଆମ ଗଣ୍ଡଗୋଳଟା ଆରମ୍ଭ ହେଇଯିବ। ପିଲାଦିନ ସେଇଆ। ଯଦି ଗୋଟେ ଦିନ ଆମେ ଏପଟ ସେପଟ ହେଇଯିବ ଦେଖା ଦେଖି, ମୁଁ କହିବି ସେ ତ ମାମୁଁ ଘର ପଳେଇଥିବ, ମୁଁ କହିବି ବଡବାପା କହିବି ନାଇଁ ଠୁକୁରିକି ନେଇ ଆସ, ହବନି ହେଲା। ବଡବାପା ଝିଅ ତ ନେଇ ଆସିବା କଥା, ଚାଲ ହବନି। ଆଉ ସେ ତିଲୁ ମତେ ବସି ଉଠେଇ ତୁ ଚାଲ। ମୁଁ ଯଦି ମାମୁଁ ଘର ପଳେଇଥିବି ସିଏ ଆଉ ହବନି, ଯାଇ ବାପା ପାଖରେ ପହଞ୍ଚିବ। ବାପା କକା ତମେ ଜଲ୍ଦି ଆଣ ଭାଇକି, ନହେଲେ ହବନି। ଏତେ ଆମେ ନିବିଡ଼ ଦି ଜଣ ଯାକ। ତେଣୁ ଆମର ବି ବାଡିଆ ପିଟା ହୁଏ। ତେଣୁ ମନେକର ସିଏ କଣ କରେ ନା ଆସିବ ମୋ କଲର ଦିଟାକୁ ଧରିକିରି କିନ୍ତୁ ହଲେଇବ, ଧଲେଇ ଦବ। ମନେକର ସେ କଣ କହୁଥିବ ମନା କରିଥିବ କରିବା ପାଇଁ, ମୁଁ ତାକୁ କରିଦେଇଥିବି କାମଟା କରିଦେଇଥିବି। ତାକୁ ମାନେ ସେ କଥା ଯିବୁନି ସେଠିକି, କଣ ଗୋଟେ ଜାଣିଥିବ ଯିବୁନି। ଆଉ ମୁଁ ଆମେ ପଳେଇଥିବୁ ପିଲା ସାଙ୍ଗେ ସାଥିରେ, ସେଗୁଡା ଆସିବ ଧରିବ ମୋ କଲରକୁ, ଆଉ ଦିଟା ତାର ଧରିକି ହଲେଇବ ବସିକି। ବଦମାସ ଠକ ଭଣ୍ଡ କହିବ। ତେଣୁ ଆମ ବଡ ବୋଉ ତା ବୋଉ ଥିବ, ତୁ କଣ କେମିତି କରୁଛୁ? ନା ତୋ ପୁଅଟା ଭଣ୍ଡ, ଚୋରଟା, ସବୁଟା। କଣ ଘଟଣା ନା ମୁଁ ତ ମନା କରିଥିଲି ଏତେ କାହିଁକି? ତାର ଏପଟେ ସମାନ। ସିଏ ମୋ କାନ୍ଧରେ ହାତ ପକେଇଦବ, କାନ୍ଧରେ ଠିଆ ହବ ଆସିକି। ମୁଁ ତ କିଛି କହିବିନି। ଆଉ ଯଦି ସେଟା କିଏ ଜାଣିଛି ଆମ ଦିଜଣଙ୍କ ଏଭଳି ସମ୍ବନ୍ଧ ବୋଲି? ଆମ ପରିବାର ଜାଣିଛି ନା ନାହିଁ? ପରିବାର ଜାଣିଛି ବା ଆମ ରିଲେଟିଭ ଜାଣିଛନ୍ତି। କିନ୍ତୁ ବାହ୍ୟ ଲୋକ ଯେତେବେଳେ ଦେଖିବ
ତାକୁ ସେ ଯୋଉ ଢଙ୍ଗରେ କରିବ ମତେ କିଲେଇ ବିଲେଇ କରିବ ମତେ ସେ ଏମିତି ଦେଖିବ ବାହାର ଲୋକ ଦେଖିବ ସେ ଖରାପ ଭାବିବ। ହଁ ମୁଁ କିଛି ତ କହିବିନି, ଭାଇ ଭଉଣୀ ଚଳିକି ଆସିଛୁ, ଫରକ ବୁଝିପାରିଲ ତ? ତେଣୁ ବାହ୍ୟ ଜଳ ଦର୍ଶନ ଯୋଉ ଲୋକ ଅଛନ୍ତି ସେ ତା ଯେପରିକି ତା ବିବାହ ସାରିଥିଲା, ବିବାହ ମୁଁ ତ ପାଠ ପଢୁଥିଲି, ବାହା ହେଲା, ହଜବାଣ୍ଡ ମୋଠୁ ବଡ, ସିଏ କଣ କଲା, ସେ ବିବାହ ସାରିଲା ପରେ ମୋ କଲ ଦେଇକି ତା ହଜବାଣ୍ଡ ଦିତ ହଲେଇ ଦେଲା। ତା ବଡ କେହି କଣ ଭାଇ କଣ ଏମିତି ଚୁପ୍ ଚୁପ୍ ରହ, ତମେ ଛେଡେ ଯା, ତମେ ଆମେ ତ କାହିଁ କହୁଛ। ମତେ କଣ ଏଇ ଘଟଣା ମୁଁ କାହିଁ ବୁଝିପାରି, ତାଙ୍କୁ ଆମ ବାପା ଆମର ବଡ ଭାଇ ବୁଝେଇଲେ, ସିଏ ହଉଛନ୍ତି 7-8 ବର୍ଷ ବହୁତ ଯୋଡି, ସେମାନେ ବହୁତ ରିଲେଟେଡ, ତମେ ତାର ମାନେ ବେଡିଆ ପିଟା ହେବେ, ସବୁ ହେବେ, କେହି କାହାକୁ ନ ଦେଖିଲେ ଖାଇବେନି। ଆଉ ତେଣୁ ତେଣୁ ସିଏ ଯାଇ ତାକୁ ମନା କଲା ସେଠି ଯିବା ପାଇଁ, ସେ ତ ପଳେଇଥିଲା, ତ ସେଥିପାଇଁ ତାକୁ ରାଗୁଛି, ତା ଭାଇ ସିଏ ରାଗୁଛି ଆଉ କଣ। ତାକୁ ଏମିତି ହେଲେ ହଁ ଯୋଡି, ତମେ ତାଙ୍କ କଥା କିଛି ମୁଣ୍ଡ ପୁରେଇବନି ଜମା, କେହି ବି ପାରିନାହାନ୍ତି, ଆମ ସ୍ତ୍ରୀ ମାନେ ବି ପାରିନାହାନ୍ତି, ସେ ଏମିତି ସେମାନଙ୍କରେ। ଆଉ ସେ ରଖିଥିବ ଟିକେ ନାକୁ ଜିନିଷ, ରଖିଥିବ, ଖାଇବ ନାହିଁ, ଟିକେ ରଖିଥିବ, ଭାଇ ଆସିଲେ ଖାଇବ। ତେଣୁ ଏଇ ଯୋଉ ସମ୍ବନ୍ଧଟା, ଏଇ ଯୋଉ ଆମର ସମ୍ବନ୍ଧ, ଏଇଟା ଯୋଉ ଜଡ ଦୃଷ୍ଟିରେ ଦେଖିବ, ତାକୁ ଓଲଟା ଦେଖିବ ନା ଦେଖିବନି? ସେ ଗୋଟେ ଉଦାହରଣ। ସେଇଭଳି ଯୋଉମାନେ ଜଡ ଦୋଷରେ କଣ ହଉଛନ୍ତି, ଜଡ ଭୋଗ ଥାଏ ଯୋଉମାନଙ୍କର, ସେମାନେ ୟାକୁ ଅନେଇଲା। ଏହି ରାଗମୟୀ ଭକ୍ତିକୁ ରାଗାତ୍ମିକା କୁହାଯାଏ। ବ୍ରଜବାସୀ ମାନେ ଅର୍ଥାତ୍ ବ୍ରଜର ପରିକରଙ୍କର ପ୍ରକାଶ ରୂପ ହିଁ ରାଗାତ୍ମିକା ଭକ୍ତି ହୋଇଥାଏ, କାରଣ ସ୍ୱାଭାବିକ ଭକ୍ତି, କୃଷ୍ଣ ପ୍ରତି ଆସକ୍ତି ସେମାନେ। ଏହାର ଅନୁଗତ୍ୟ ଭକ୍ତିର ନାମ ରାଗାନୁଗା ଭକ୍ତି ଅଟେ। ତାକୁ ଯିଏ ଅନୁକରଣ କଲା ତାକୁ ରାଗାନୁଗା ଭକ୍ତି, ଆମମାନଙ୍କ ରାଗାନୁଗା ଭକ୍ତି। ରାଗାତ୍ମିକା ଭକ୍ତି ମୁଖ୍ୟା ବ୍ରଜବାସୀ ଜନେ, ତାର ଅନୁଗତ ଭକ୍ତିର ରାଗାନୁଗା ନାମେ। ଯେଉଁଭଳି ଚକ୍ଷୁ ଇତ୍ୟାଦି ସୌନ୍ଦର୍ଯ୍ୟ ପ୍ରତି ସ୍ୱାଭାବିକ ଆକର୍ଷଣ ହୋଇଥାଏ, ଆଖିଟା ସବୁବେଳେ କୁଆଡେ ଯାଏ, ସୌନ୍ଦର୍ଯ୍ୟ ଆଡିକି ପଳେଇଯାଏ। ସେଇଭଳି ଭାବରେ କଣ ଏହାର ପ୍ରେରଣା ଆବଶ୍ୟକତା ହୋଇନଥାଏ, କିଛି ପ୍ରେରଣା ଦରକାର, ଅଟୋମେଟିକ ପଳେଇଯିବ। ସେଇଭଳି ଭାବରେ ଏହି ପ୍ରକାର ଭଗବାନଙ୍କ ପ୍ରତି ଭକ୍ତର ସ୍ୱାଭାବିକ ପ୍ରଗାଢ ତୃଷ୍ଣାଯୁକ୍ତ ପ୍ରେମକୁ ରାଗ କୁହାଯାଏ। ଏହା ଦାସ୍ୟ ସଖ୍ୟ ବାତ୍ସଲ୍ୟ ଆଦି ମଧ୍ୟ ହୋଇଥାଏ। ଶ୍ରୀ କପିଳ ଦେବ ନିଜ ମାତା ଦୁଇ ଦେବହୂତିଙ୍କୁ ଯେସାଂ ମହଂ ପ୍ରିୟ ଆତ୍ମା ସୁତସ୍ସ ସଖା ଗୁରୁ ସୁହୃଦ ଦୈବମିଷ୍ଟମ୍, ଅର୍ଥାତ୍ ମୁଁ ଯାହାର ପ୍ରିୟ ଆତ୍ମା, ପୁତ୍ର, ସଖା, ଗୁରୁ, ସୁହୃଦ ଇଷ୍ଟଦେବ ଅଟେ। ଏହି ଶ୍ଲୋକରେ ପ୍ରିୟ, ସୁତ, ସଖା ଆଦି କରିବାର ଶ୍ରୀ ରାଧା ଆଦି ଶ୍ରୀକୃଷ୍ଣଙ୍କର ପ୍ରେୟସୀ ଗୋପୀମାନଙ୍କର ମଧୁର ଭାବ, ନନ୍ଦଗୋପାଙ୍କର ବାତ୍ସଲ୍ୟ ଭାବ, ଶ୍ରୀଦାମ ଆଦି ସଖ୍ୟ ଭାବ, ଭକ୍ତର ରକ୍ତକ ପତ୍ରକ ଆଦିଙ୍କର ଦାସ୍ୟ ଭାବ, ଶ୍ରୀକୃଷ୍ଣଙ୍କର ସୁହୃଦ ସମ୍ବନ୍ଧ ଜଡ଼ିତ। ଏହି ରାଗାତ୍ମକ ଭକ୍ତଙ୍କର ଭାବ ପରିପାଟିକୁ ଯେଉଁମାନେ ଗ୍ରହଣ କଲେ, ସେମାନଙ୍କୁ କଣ ଗ୍ରହଣ କରିବା ପାଇଁ ଯୋଉ ଲୋଭଟା ପ୍ରକାଶ ପାଇଲା, ଲାଳସା ପ୍ରକାଶ ପାଇଲା, ଏହି ଲୋଭ ବା ରାଗ ଭଜନର ଏକ ମୂଳ ମାଧ୍ୟମ ଅଟେ। ତେଣୁ ଲୋଭ ଆମେ ଏମିତି ସେଭଳିଆ କରିବା, ଯେମିତି ଏଇମାନେ କରିଛନ୍ତି, ଗୋପ ବ୍ରଜବାସୀ ମାନେ ଯେମିତି କରିଛନ୍ତି, ଆମେ ସେମିତି କରିବା। ଏଇ ଯୋଉ ଲୋଭଟା ପ୍ରକାଶ ପାଇଲେ ହେଲା, ଏ ହଉଛି ତାର କଣ ମୂଳ ମାଧ୍ୟମ ଅଟେ। ଏଇ ଲୋଭଟା ହଉଛି ରାଗାନୁଗା ଭକ୍ତି। ଏହି ବିଶେଷ କଳିରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏବଂ ତାଙ୍କର ଚରଣାଶ୍ରିତ ଆଚାର୍ଯ୍ୟ ମାନେ ନିତ୍ୟ ସିଦ୍ଧା ଶ୍ରୀ ରାଧା କିଙ୍କରୀ, ରୂପମଞ୍ଜରୀ, ରତିମଞ୍ଜରୀ ଆଦିଙ୍କର ଅନୁଗତ୍ୟରେ ମଞ୍ଜରୀ ଭାବର ସାଧନାକୁ ସର୍ବଶ୍ରେଷ୍ଠ ବୋଲି ମନାଯାଏ। ହେଲା, ତେଣୁ ଏହା ମଧ୍ୟ ବିଚାରଣୀୟ ଯେ ଲୋଭମୂଳା ବା ରାଗ ଭକ୍ତି ଏବଂ ଶାସ୍ତ୍ରମୂଳା ବା ବିଧିଭକ୍ତି, ଏହି ଦୁଇ ପ୍ରକାର ଆସ୍ୱାଦନ ବ୍ୟାପାରରେ ପ୍ରଚୁର ପାର୍ଥକ୍ୟ ରହିଲେ ହେଁ ମଧ୍ୟ ସୁବୋଧା ଏବଂ ଶ୍ଲେଷାଗ୍ନି ଏହି ଦୁଇ ପ୍ରକାର ଗୁଣ ଉଦୟ ବିଷୟରେ କିଛି ଅନ୍ତର ନାହିଁ। ତେଣୁ ଯଦିବା ରାଗାନୁଗା ବୈଧିଭକ୍ତି ଅଛି, ତଥାପି କ୍ଲେଶାଗ୍ନି ଏବଂ ସୁଭଦା ଉଭୟ ଜାଗାରେ ସମାନ, ଆଉ କିଛି ଫରକ ନାହିଁ। ଗୋଟିଏ ହଉଛି କଣ ସାଧନ ମୂଳା, ଆଉ ଗୋଟେ ହଉଛି ଲୋଭ ମୂଳା। କ୍ଲିୟର ନା? ବୁଝିହେଲାନି? ମୁଁ ଜାଣିଛି ତମେ ବୁଝିପାରୁନ, ମୁଁ ଜାଣିଥିଲି କାଳିଆ ଆନନ୍ଦ କଣ, ମୁଁ ଜାଣିଥିଲି କାଳିଆ ଦଗାଦାର ନନ୍ଦ କୁମର। ଜାଣିଛ, ବୁଝିପାରିବନି, ଜାଣିଛି, ଗୋଟିଏ ବାଖ୍ୟା କରିବାକୁ ପଡିବ।